ଏହି ଦୁଇଟା ବିଷୟ କରିବା ଦ୍ୱାରା ଜଣେ ବ୍ୟକ୍ତି ମୃତ୍ୟୁ ପରେ ମଧ୍ୟ ସ୍ୱର୍ଗ ରାଜ୍ୟର ଅଧିକାରୀ ହୋଇପାରିବ। ପ୍ରଥମ ବିଷୟ ହେଲା ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା। ଜହନ ଲିଖିତ ସୁସମାଚାର 3:16 ଲେଖାଯାଏ, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଯେକୌଣସି ବ୍ୟକ୍ତି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଥାଏ। ଦ୍ୱିତୀୟ ବିଷୟ ହେଲା କେବଳ ଯେ ବିଶ୍ୱାସ କରିବା ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ତାହା ନୁହେଁ, ବିଶ୍ୱାସ କରିବା ସହିତ କର୍ମ ମଧ୍ୟ କରିବା ନିତାନ୍ତ ଆବଶ୍ୟକ ଅଟେ। କାରଣ ପରମେଶ୍ୱରଙ୍କ ବାକ୍ୟ କହୁଅଛି, କର୍ମ ବିନା ବିଶ୍ୱାସ ମୃତ ଅଟେ। ସେଥିପାଇଁ ମୋର ପ୍ରିୟମାନେ, କର୍ମ ଦ୍ୱାରା ଆମେମାନେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହୋଇପାରିବା ଏବଂ ତାହାଙ୍କ ପାଇଁ ବଞ୍ଚିବା ଦ୍ୱାରା ଆମେମାନେ ମୃତ୍ୟୁ ପରେ ମଧ୍ୟ ସ୍ୱର୍ଗ ରାଜ୍ୟର ଅଧିକାରୀ ହୋଇପାରିବା। କିନ୍ତୁ ଯେଉଁମାନେ କି ପାପ କରନ୍ତି ସେମାନେ କଦାପି ସ୍ୱର୍ଗ ରାଜ୍ୟର ଅଧିକାରୀ ହେବେ ନାହିଁ। ଗାଲାତୀୟ 5:19-21 ଯଦି ଆମେ ପଢ଼ୁ, ସେଠାରେ ଲେଖାଯାଏ, ବ୍ୟଭିଚାର, ଅଶୁଚିତା, କାମୁକତା, ପ୍ରତିମା ପୂଜା, କୁହୁକ, ଶତ୍ରୁତା, ବିବାଦ, ଦେଶ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା, ମତତା, ରଙ୍ଗରସ, ଏହି ସମସ୍ତ ଜାଗତିକ ବିଷୟରେ ଯେଉଁମାନେ ଲିପ୍ତ ରୁହନ୍ତି, ଯେଉଁମାନେ ପାପରେ ଲିପ୍ତ ହୁଅନ୍ତି, ସେମାନେ କଦାପି ସ୍ୱର୍ଗ ରାଜ୍ୟର ଅଧିକାରୀ ହୋଇପାରିବେ ନାହିଁ। ନିଜର ଜୀବନକୁ ସୁଧାରୁ, ନିଜର ଜୀବନକୁ ପରିବର୍ତ୍ତନ କରୁ ଏବଂ ଆମେ ତାହାଙ୍କର ଇଚ୍ଛା ଏବଂ ଉଦ୍ଦେଶ୍ୟ ଆମ ଜୀବନର ପ୍ରତ୍ୟେକ ସମୟ ଲୋଡ଼ୁ, ନିତାନ୍ତ ଆମେମାନେ ମୃତ୍ୟୁ ପରେ ମଧ୍ୟ ସ୍ୱର୍ଗ ରାଜ୍ୟକୁ ଯାଇପାରିବା।